ତୃତୀୟ ଶ୍ରେଣୀର କୁନି କୁନି ପିଲାମାନେ, ଆଜି ଆମେ ତମ ସାହିତ୍ୟ ବହିରେ ଥିବା ତୁଳସୀ ଦୁଇ ପତ୍ରରୁ ବାସେ ଏହି ବିଷୟଟିକୁ ଆଜି ଆମେ ଭଲ ଭାବରେ ପଢ଼ିବା ଏବଂ ବୁଝିବା। ପିଲାମାନେ ପଢ଼ିଲେ କ'ଣ ହେବ ନା, ଯାହାଫଳରେ ତମମାନଙ୍କୁ ଏହି ବିଷୟଟିର ପ୍ରଶ୍ନ ଉତ୍ତର ଗୁଡ଼ିକ କରିବା ପାଇଁ ସହଜ ହେବ ଆଉ ତମମାନେ ସହଜରେ ମନେ ରଖିପାରିବ। ତା ପୂର୍ବରୁ ତମମାନେ ଯଦି ଏହି ଚ୍ୟାନେଲରେ ନୂଆ ଅଛ ତାହେଲେ ଚ୍ୟାନେଲଟିକୁ ପ୍ରଥମେ ସବସ୍କ୍ରାଇବ୍ କରିଦିଅ, ଯାହାଫଳରେ ତମମାନେ ଘରେ ବସି ମୋବାଇଲ ସାହାଯ୍ୟରେ ଏହିଭଳି ଭିଡ଼ିଓ ପ୍ରତ୍ୟେକ ଦିନ ପାଇପାରିବ। ତ ପିଲାମାନେ ପ୍ରଥମେ ଆମେ ପଢ଼ି ନେବା, ତାପରେ ବୁଝିବା। ପିଲାମାନେ ତମମାନେ ସମସ୍ତେ ନିଜ ନିଜ ବହିକୁ ଦେଖ। ଆମ ଜନ୍ମଭୂମି ଓଡ଼ିଶା ଏକ ପୁଣ୍ୟକ୍ଷେତ୍ର। ଏହି ମାଟିର ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଖଣ୍ଡପଡ଼ାରେ ଜଣେ ସୁଯୋଗ୍ୟ ସନ୍ତାନ ଜନ୍ମ ନେଇ ଓଡ଼ିଶାକୁ ମହାନ କରିଥିଲେ। ସେ ହେଲେ ଓଡ଼ିଶାର ପ୍ରଥମ ଜ୍ୟୋତିର୍ବିଜ୍ଞାନୀ ପଠାଣି ସାମନ୍ତ। ତାଙ୍କର ପୁରା ନାମ ଥିଲା ସାମନ୍ତ ଚନ୍ଦ୍ରଶେଖର ସିଂହ ମହାପାତ୍ର। ପିଲାମାନେ, ଆମ ଜନ୍ମଭୂମି ଓଡ଼ିଶା ଏକ ପୁଣ୍ୟକ୍ଷେତ୍ର। ଏହି ମାଟିର ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଖଣ୍ଡପଡ଼ାରେ ଜଣେ ସୁଯୋଗ୍ୟ ସନ୍ତାନ ଜନ୍ମ ନେଇ ଓଡ଼ିଶାକୁ ମହାନ କରିଥିଲେ। ସେ ହେଲେ ଓଡ଼ିଶାର ପ୍ରଥମ ଜ୍ୟୋତିର୍ବିଜ୍ଞାନୀ ପଠାଣି ସାମନ୍ତ। ତାଙ୍କର ପୁରା ନାମ ଥିଲା କ'ଣ ନା ସାମନ୍ତ ଚନ୍ଦ୍ରଶେଖର ସିଂହ ମହାପାତ୍ର। ପିଲାମାନେ, ଏମିତି ବି ପରୀକ୍ଷାରେ ପ୍ରଶ୍ନ ଆସିପାରେ, ପଠାଣି ସାମନ୍ତ କେଉଁଠି ଜନ୍ମଗ୍ରହଣ କରିଥିଲେ? ତମମାନେ ମନେ ରଖିବ, ପଠାଣି ସାମନ୍ତ ଓଡ଼ିଶାର ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଖଣ୍ଡପଡ଼ାରେ ଜନ୍ମଗ୍ରହଣ କରିଥିଲେ। ପିଲାମାନେ ମନେ ରଖିବ, ପଠାଣି ସାମନ୍ତ କେଉଁଠାରେ ଜନ୍ମଗ୍ରହଣ କରିଥିଲେ? ନା ପଠାଣି ସାମନ୍ତ ଓଡ଼ିଶାର ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଖଣ୍ଡପଡ଼ାରେ ଜନ୍ମଗ୍ରହଣ କରିଥିଲେ। ତାପରେ ପିଲାମାନେ ଏମିତି ବି ପ୍ରଶ୍ନ ପରୀକ୍ଷାରେ ଆସିପାରେ, ଓଡ଼ିଶାର ପ୍ରଥମ ଜ୍ୟୋତିର୍ବିଜ୍ଞାନୀ କିଏ ଥିଲେ? ଓଡ଼ିଶାର ପ୍ରଥମ ଜ୍ୟୋତିର୍ବିଜ୍ଞାନୀ କିଏ ଥିଲେ ପିଲାମାନେ? ନା ପଠାଣି ସାମନ୍ତ ଥିଲେ। ତାଙ୍କର ପୁରା ନାମ କ'ଣ ଥିଲା? ପିଲାମାନେ ଏବେ ଆମେ ପଢ଼ିଲେ ତାଙ୍କର ପୁରା ନାମ କ'ଣ ଥିଲା? ନା ସାମନ୍ତ ଚନ୍ଦ୍ରଶେଖର ସିଂହ ମହାପାତ୍ର। ପିଲାମାନେ ମନେ ରଖିବ, ଏଇଠାରୁ ଆମେ 3ଟି ପ୍ରଶ୍ନ ପାଇପାରିଲେ। ତୁଳସୀ ଦୁଇ ପତ୍ରରୁ ବାସିଲା ପରି ତାଙ୍କ ପ୍ରତିଭା ପିଲାବେଳରୁ ହିଁ ଜଣାପଡ଼ିଥିଲା। ଛୋଟବେଳରୁ ସେ ଶୂନ୍ୟ ଆକାଶକୁ ଦେଖିବାକୁ ଭଲ ପାଉଥିଲେ। ଖଣ୍ଡ ଖଣ୍ଡ ମେଘମାଳା ପବନ ସ୍ପର୍ଶରେ ଆସି କିପରି ବଦଳି ଯାଉଛନ୍ତି ତାକୁ ସେ ଭଲ ଭାବରେ ନିରୀକ୍ଷଣ କରୁଥିଲେ। ଚାଟଶାଳୀରେ ପଢ଼ୁଥିବା ବେଳେ ଦଳ ଦଳ ହୋଇ ଉଡ଼ୁଥିବା ପକ୍ଷୀମାନଙ୍କୁ ଦେଖି ଆନନ୍ଦରେ କୁରୁଳି ଉଠୁଥିଲେ। କେଉଁ ପକ୍ଷୀ କେତେ ବେଗରେ ଉଡ଼ୁଛି, ମେଘ ଓ ପକ୍ଷୀ ମଧ୍ୟରେ ଦୂରତା କେତେ, ତାହା କୌତୂହଳ ସହ ଗଣନା କରୁଥିଲେ। ଖେଳୁ ଖେଳୁ ଆଖି ଆଗରେ ରଙ୍ଗୀନ କାଚ ଧରି ସୂର୍ଯ୍ୟଙ୍କୁ ସେ ଦେଖିବାକୁ ଚେଷ୍ଟା କରୁଥିଲେ। କ'ଣ ହେଇଛି ପିଲାମାନେ? ନା ତୁଳସୀ ଦୁଇ ପତ୍ରରୁ ବାସିଲା ପରି ତାଙ୍କର ପ୍ରତିଭା ପିଲାବେଳରୁ ହିଁ ଜଣାପଡ଼ିଥିଲା। ଛୋଟବେଳରୁ ସେ ଶୂନ୍ୟ ଆକାଶକୁ ଦେଖି ବହୁତ ଭଲ ପାଉଥିଲେ। ଶୂନ୍ୟ ନିର୍ମଳ ଆକାଶକୁ ଦେଖି ସେ ବହୁତ ଖୁସି ହେଉଥିଲେ। ଖଣ୍ଡ ଖଣ୍ଡ ମେଘମାଳା ପବନ ସ୍ପର୍ଶରେ ଆସି କିପରି ବଦଳି ଯାଉଛନ୍ତି ତାକୁ ସେ ଭଲ ଭାବରେ ନିରୀକ୍ଷଣ କରୁଥିଲେ। ନିରୀକ୍ଷଣ କରି ଦେଖୁଥିଲେ। ଚାଟଶାଳୀରେ ପଢ଼ୁଥିବା ବେଳେ ଦଳ ଦଳ ହୋଇ ଉଡ଼ୁଥିବା ପକ୍ଷୀମାନଙ୍କୁ ଦେଖି ଆନନ୍ଦରେ ସେ କ'ଣ କୁରୁଳି ଉଠୁଥିଲେ ବା ବହୁତ ଖୁସି ହୋଇ ଯାଉଥିଲେ। କେଉଁ ପକ୍ଷୀ କେତେ ବେଗରେ ଉଡ଼ୁଛି, ମେଘ ଓ ପକ୍ଷୀ ମଧ୍ୟରେ ଦୂରତା କେତେ, ତାହା କୌତୂହଳ ସହ ସେ ଗଣନା କରିପାରୁଥିଲେ। ଖେଳୁ ଖେଳୁ ଆଖି ଆଗରେ ରଙ୍ଗୀନ କାଚ ଧରି ସୂର୍ଯ୍ୟଙ୍କୁ ସେ ଦେଖିବାକୁ ଚେଷ୍ଟା କରୁଥିଲେ। ପିଲାମାନେ, ତୁଳସୀ ଦୁଇ ପତ୍ରରୁ ବାସିଲା ପରି ତାଙ୍କର ପ୍ରତିଭା ଗୁଡ଼ିକ ପିଲାବେଳରୁ ହିଁ ଜଣା ପଡ଼ିଥିଲା। ଏସବୁ ଜିନିଷ ଦେଖି ଲୋକମାନେ ବହୁତ ଆଶ୍ଚର୍ଯ୍ୟ ହୋଇଯାଉଥିଲେ। ଅନେକ ସମୟରେ କୌଣସି ଏକ ବରଗଛ ନିକଟକୁ ଯାଇ ତା ତଳେ ବସୁଥିଲେ। ସୂର୍ଯ୍ୟଙ୍କ ଗତି ଅନୁଯାୟୀ ଖଣ୍ଡିଏ କାଠି ଦ୍ୱାରା ଗଛର ଉଚ୍ଚତା କହିଦେଇ ପାରୁଥିଲେ। ରାତ୍ରିରେ ଧ୍ରୁବତାରା, ସପ୍ତର୍ଷି ମଣ୍ଡଳ, ଗ୍ରହ ଓ ନକ୍ଷତ୍ରମାନଙ୍କର ଗତି, ଉଦୟ ଓ ଅସ୍ତ ଆଦି ସମୟର ହିସାବ ତାଳପତ୍ରରେ ଲେଖି ରଖୁଥିଲେ। ପିଲାମାନେ, ଆଉ ପଠାଣି ସାମନ୍ତ କ'ଣ କରୁଥିଲେ? ନା ଅନେକ ସମୟରେ କୌଣସି ଏକ ବରଗଛ ନିକଟକୁ ଯାଇ ତା ତଳେ ବସୁଥିଲେ। ସୂର୍ଯ୍ୟଙ୍କ ଗତି ଅନୁଯାୟୀ ଖଣ୍ଡିଏ କାଠି ସାହାଯ୍ୟରେ ସେ ଗଛର ଉଚ୍ଚତା ମଧ୍ୟ କହିଦେଇ ପାରୁଥିଲେ।
ତାଙ୍କ ପାଖରେ ଏଭଳି ଶକ୍ତି ମଧ୍ୟ ଥିଲା। ସେ ଖଣ୍ଡିଏ କାଠି ସାହାଯ୍ୟରେ କ'ଣ କରୁଥିଲେ ନା ଗଛର ଉଚ୍ଚତା ମଧ୍ୟ ସେ କହିଦେଇ ପାରୁଥିଲେ। ଏସବୁ ଲୋକମାନେ ଦେଖି ବହୁତ ଆଶ୍ଚର୍ଯ୍ୟ ମଧ୍ୟ ହେଇଯାଉଥିଲେ। ରାତ୍ରିରେ ସେ ଧ୍ରୁବତାରା, ସପ୍ତର୍ଷି ମଣ୍ଡଳ, ଗ୍ରହ ଓ ନକ୍ଷତ୍ରମାନଙ୍କର ଗତି, ଉଦୟ ଓ ଅସ୍ତ ଆଦି ସମୟର ହିସାବ ସେ ତାଳପତ୍ରରେ ଲେଖି ରଖୁଥିଲେ। ପିଲାମାନେ, ଏମିତି ବି ପରୀକ୍ଷାରେ ପ୍ରଶ୍ନ ଆସିପାରେ, ପଠାଣି ସାମନ୍ତ କ'ଣ ତାଳପତ୍ରରେ ଲେଖି ରଖୁଥିଲେ? ତମାନେ କ'ଣ ଲେଖିବ ନା ରାତ୍ରିରେ ଧ୍ରୁବତାରା, ସପ୍ତର୍ଷି ମଣ୍ଡଳ, ଗ୍ରହ ଓ ନକ୍ଷତ୍ରମାନଙ୍କର ଗତି, ଉଦୟ ଓ ଅସ୍ତ ଆଦି ସମୟର ହିସାବ ପଠାଣି ସାମନ୍ତ ତାଳପତ୍ରରେ ଲେଖି ରଖୁଥିଲେ। ପିଲାମାନେ, ତମାନେ ମନେ ରଖିବ, ପଠାଣି ସାମନ୍ତ ପ୍ରାୟ 10 ବର୍ଷ ବୟସରେ ତାଙ୍କ ପିତା ଶ୍ୟାମବନ୍ଧୁ ସିଂହ ସାମନ୍ତଙ୍କଠାରୁ ଜ୍ୟୋତିଷ ବିଦ୍ୟା ଶିକ୍ଷା କରିଥିଲେ। ସେତେବେଳେ ଗଣନା କରିବା ପାଇଁ କୌଣସି ଯନ୍ତ୍ରର ବ୍ୟବହାର ନଥିଲା। ସାମନ୍ତ ଚନ୍ଦ୍ରଶେଖର ପ୍ରାଚୀନ ଗ୍ରନ୍ଥକୁ ପଢ଼ି ଏକ ବାଉଁଶ ନଳୀ ସାହାଯ୍ୟରେ ଧ୍ରୁବତାରା, ଗ୍ରହ ଓ ନକ୍ଷତ୍ରମାନଙ୍କର ଗତିବିଧି ଓ ଦୂରତ୍ୱ ନିରୂପଣ କରୁଥିଲେ। ପଠାଣି ସାମନ୍ତଙ୍କ ଏଭଳି ଆଗ୍ରହ ଦେଖି ଲୋକେ କାବା ହୋଇଥିଲେ। କହୁଥିଲେ, ଏ ପିଲା ଦିନେ ନା ଦିନେ ଜଣେ ବଡ଼ ଜ୍ୟୋତିର୍ବିଦ ହୋଇ ଦେଶର ଟେକ ରଖିବ। ସତକୁ ସତ ସେ ହିଁ ହେଲା। ଦିନେ ସେ ବଡ଼ ହୋଇ ସାରା ପୃଥିବୀରେ ପୂଜିତ ହେଲେ। କ'ଣ ହେଇଛି ପିଲାମାନେ? ନା ପଠାଣି ସାମନ୍ତ ପ୍ରାୟ 10 ବର୍ଷ ବୟସରେ ତାଙ୍କର ପିତା ଶ୍ୟାମବନ୍ଧୁ ସିଂହ ସାମନ୍ତଙ୍କଠାରୁ ଜ୍ୟୋତିଷ ବିଦ୍ୟା ଶିକ୍ଷା କରିଥିଲେ। ପିଲାମାନେ, ଏମିତି ବି ପରୀକ୍ଷାରେ ପ୍ରଶ୍ନ ଆସିପାରେ, ପଠାଣି ସାମନ୍ତ କେତେ ବର୍ଷ ବୟସରେ ତାଙ୍କ ପିତାଙ୍କଠାରୁ ଜ୍ୟୋତିଷ ବିଦ୍ୟା ଶିକ୍ଷା କରିଥିଲେ? ପିଲାମାନେ ମନେ ରଖିବ, ପଠାଣି ସାମନ୍ତ ପ୍ରାୟ 10 ବର୍ଷ ବୟସରେ ତାଙ୍କର ପିତା ଶ୍ୟାମବନ୍ଧୁ ସିଂହ ସାମନ୍ତଙ୍କଠାରୁ ଜ୍ୟୋତିଷ ବିଦ୍ୟା ଶିକ୍ଷା କରିଥିଲେ। ଏମିତି ବି ପ୍ରଶ୍ନ ଆସିପାରେ, ପଠାଣି ସାମନ୍ତଙ୍କର ପିତାଙ୍କ ନାମ କ'ଣ ଥିଲା? ତମାନେ ମନେ ରଖିବ, ଶ୍ୟାମବନ୍ଧୁ ସିଂହ ସାମନ୍ତ ତାଙ୍କର ପିତା ଥିଲେ। ସେ ତାଙ୍କୁ 10 ବର୍ଷ ବୟସରେ ତାଙ୍କୁ ଜ୍ୟୋତିଷ ବିଦ୍ୟା ଶିଖାଇଥିଲେ। ଏମିତି ବି ପ୍ରଶ୍ନ ପିଲାମାନେ ଆସିପାରେ, ପଠାଣି ସାମନ୍ତ ତାଳପତ୍ରରେ କ'ଣ କ'ଣ ଲେଖି ରଖୁଥିଲେ? ଏବେ ପିଲାମାନେ ଆମେ ପଢ଼ିଲେ, ପଠାଣି ସାମନ୍ତ ବାଉଁଶ ନଳୀ ସାହାଯ୍ୟରେ ଧ୍ରୁବତାରା, ଗ୍ରହ ଓ ନକ୍ଷତ୍ରମାନଙ୍କର ଗତି, ଉଦୟ ଓ ଅସ୍ତ ଆଦି ସମୟର ହିସାବ ସେ ତାଳପତ୍ରରେ ଲେଖି ରଖୁଥିଲେ। ପିଲାମାନେ ମନେ ରଖିବ, ପରୀକ୍ଷାରେ ପ୍ରଶ୍ନ ଆସିପାରେ, ତାଳପତ୍ରରେ ସେ କ'ଣ ଲେଖି ରଖୁଥିଲେ? କ'ଣ ଲେଖିବ ତମାନେ? ନା ରାତ୍ରିରେ ଧ୍ରୁବତାରା, ସପ୍ତର୍ଷି ମଣ୍ଡଳ, ଗ୍ରହ ଓ ନକ୍ଷତ୍ରମାନଙ୍କର ଗତି, ଉଦୟ ଓ ଅସ୍ତ ଆଦି ସମୟର ହିସାବ ସେ ତାଳପତ୍ରରେ ଲେଖି ରଖୁଥିଲେ। ପଠାଣି ସାମନ୍ତଙ୍କ ଏଭଳି ଆଗ୍ରହ ଦେଖି ଲୋକେ କାବା ହେଇଯାଉଥିଲେ। କହୁଥିଲେ, ଏ ପିଲା ଦିନେ ନା ଦିନେ ଜଣେ ବଡ଼ ଜ୍ୟୋତିର୍ବିଦ ହୋଇ ଦେଶର ଟେକ ରଖିବ। ସତକୁ ସତ ସେ ହିଁ ହେଲା। ଦିନେ ସେ ବଡ଼ ହୋଇ ସାରା ପୃଥିବୀରେ ପୂଜିତ ହେଲା। ତ ପିଲାମାନେ, ପଠାଣି ସାମନ୍ତଙ୍କର ଏଭଳି ଆଶ୍ଚର୍ଯ୍ୟକର କାର୍ଯ୍ୟକଳାପକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହେଇଯାଉଥିଲେ ବା କାବା ହେଇଯାଉଥିଲେ। କହୁଥିଲେ, ଏ ପିଲା ଦିନେ ନା ଦିନେ ବଡ଼ ହେବ ଆଉ ଜ୍ୟୋତିର୍ବିଦ ହୋଇ ଦେଶର ଟେକ ରଖିବ। ସତକୁ ସତ ସେ ହିଁ ହେଲା। ଆଉ ଦିନେ ନା ଦିନେ ସେ ବଡ଼ ହୋଇ ସାରା ପୃଥିବୀରେ ପୂଜିତ ହେଲେ। ପିଲାମାନେ, ତମାନେ ଏଠି ପଠାଣି ସାମନ୍ତଙ୍କୁ ଦେଖିପାରୁଥିବ, ସେ କିପରି ବାଉଁଶ ନଳୀ ସାହାଯ୍ୟରେ ଗ୍ରହ, ନକ୍ଷତ୍ର, ଧ୍ରୁବ ତାରାର ଗତିବିଧି ଓ ଦୂରତା ନିରୂପଣ କରିପାରୁଛନ୍ତି। ପଠାଣି ସାମନ୍ତଙ୍କର ଏପରି ଆଗ୍ରହ ସବୁ ଦେଖି ଲୋକମାନେ ବହୁତ ଆଶ୍ଚର୍ଯ୍ୟ ହେଇଯାଉଥିଲେ। ଆଉ କହୁଥିଲେ କ'ଣ ନା ସେ ବଡ଼ ହେଲେ ଜଣେ ବଡ଼ ଜ୍ୟୋତିର୍ବିଦ ହେବେ ଓ ଦେଶର ନାଁ ରଖିବେ। ସତକୁ ସତ ସେ ହିଁ ହୋଇଥିଲା। ଆଉ ସାରା ପୃଥିବୀରେ ସେ ବଡ଼ ଜ୍ୟୋତିର୍ବିଦ ଭାବରେ ମଧ୍ୟ ପୂଜିତ ହୋଇଥିଲେ। ପଠାଣି ସାମନ୍ତଙ୍କର ଆଉ ଏକ ଅଭ୍ୟାସ ଥିଲା। ନିଜ ଘରଠାରୁ ଅନ୍ୟ ଲୋକଙ୍କ ଘରର ଦୂରତା ନିଜ ପାହୁଣ୍ଡରେ ମାପି ହିସାବ କରି ରଖୁଥିଲେ। ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା ଯେ ତାଙ୍କ ଘରର ଅଗଣାଠାରୁ ପୁରୀ ଜଗନ୍ନାଥ ମନ୍ଦିରର ଦୂରତା 1,51,200 ପାହୁଣ୍ଡ ବୋଲି ଗଣନା କରିଥିଲେ। ସେ ଖୁବ୍ ପରିଶ୍ରମୀ ଥିଲେ। କଠୋର ସାଧନା ବଳରେ ସେ ଏକ ମାନଯନ୍ତ୍ର ତିଆରି କରିଥିଲେ। ପିଲାମାନେ, ପଠାଣି ସାମନ୍ତଙ୍କର
ଆଉ ଏକ ଅଭ୍ୟାସ ଥିଲା। ସେ ଅଭ୍ୟାସଟି କ'ଣ ନା ନିଜ ଘରଠାରୁ ଅନ୍ୟ ଲୋକଙ୍କ ଘରର ଦୂରତା ନିଜ ପାହୁଣ୍ଡରେ ମାପି ହିସାବ କରି ରଖୁଥିଲେ। ସବୁଠାରୁ ଆଶ୍ଚର୍ଯ୍ୟ କଥା କ'ଣ ନା ତାଙ୍କ ଘରର ଅଗଣାଠାରୁ ପୁରୀ ଜଗନ୍ନାଥ ମନ୍ଦିରର ଦୂରତା କେତେ ତାକୁ ମଧ୍ୟ ସେ ଗଣନା କରିଥିଲେ। ସେ ବହୁତ ପରିଶ୍ରମୀ ଥିଲେ ଆଉ କଠୋର ସାଧନା ବଳରେ ସେ ଏକ ମାନଯନ୍ତ୍ର ତିଆରି କରିଥିଲେ। ଏହି ଯନ୍ତ୍ର ସାହାଯ୍ୟରେ ବଡ଼ ବଡ଼ ପର୍ବତ ଓ ବୃକ୍ଷର ଦୂରତା ମାପି ପାରୁଥିଲେ। ନିଜର ଅସାଧାରଣ ବୁଦ୍ଧି ବଳରେ ଖଣ୍ଡିଏ ବାଉଁଶ ନଳି ସାହାଯ୍ୟରେ ସେ ସୌରମଣ୍ଡଳକୁ ମାପି ପାରିଥିଲେ। କାଠ ଓ ବାଉଁଶ ନଳି ସାହାଯ୍ୟରେ ସେ ଯେଉଁ ସବୁ ଯନ୍ତ୍ର ଉଦ୍ଭାବନ କରିଥିଲେ ସେଗୁଡ଼ିକର ନାମ ଶଙ୍କୁ, ଖଗୋଲ ଓ ଉଲମ୍ବୀ ଚକ୍ର ଆଦି। ଏଥି ନିମନ୍ତେ ତାଙ୍କୁ ମହମୋପାଧ୍ୟାୟ ଉପାଧି ଦିଆଯାଇଥିଲା। ତାଙ୍କ ଦ୍ୱାରା ନିର୍ମିତ ସୂର୍ଯ୍ୟ ଘଡ଼ି ଆଜି ବି ରେଭେନ୍ସା କଲେଜ ହତାରେ ଶୋଭା ପାଉଅଛି। ତାଙ୍କ ଗଣନା ସୂତ୍ର ଅନୁସରଣରେ ଏବେ ମଧ୍ୟ ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣର ସମୟ ଠିକ୍ ଭାବେ ନିରୂପଣ କରାଯାଇ ପାରୁଅଛି। କ'ଣ ହେଇଛି ପିଲାମାନେ? ସେ ଯେଉଁ ମାନଯନ୍ତ୍ର ତିଆରି କରିଥିଲେ ସେଇ ଯନ୍ତ୍ର ସାହାଯ୍ୟରେ ସେ କ'ଣ କରୁଥିଲେ ନା ବଡ଼ ବଡ଼ ପର୍ବତ ଓ ବୃକ୍ଷର ଦୂରତା ମାପି ପାରୁଥିଲେ। ସେଇ ମାନଯନ୍ତ୍ର ସାହାଯ୍ୟରେ ସେ ବଡ଼ ବଡ଼ ପର୍ବତ, ପାହାଡ଼ର ଆଉ ବୃକ୍ଷର ଦୂରତା ସେ ମାପି ପାରୁଥିଲେ। ନିଜର ଅସାଧାରଣ ବୁଦ୍ଧି ବଳରେ ଖଣ୍ଡିଏ ବାଉଁଶ ନଳି ସାହାଯ୍ୟରେ ସେ ସୌରମଣ୍ଡଳକୁ ମଧ୍ୟ ମାପି ପାରିଥିଲେ। କାଠ ଓ ବାଉଁଶ ନଳି ସାହାଯ୍ୟରେ ସେ ଯେଉଁ ସବୁ ଯନ୍ତ୍ର ଉଦ୍ଭାବନ କରିଥିଲେ ସେଗୁଡ଼ିକର ନାମ କ'ଣ ଥିଲା? ପିଲାମାନେ, ଏମିତି ବି ପରୀକ୍ଷାରେ ପ୍ରଶ୍ନ ଆସିପାରେ, ସେ କାଠ ଓ ବାଉଁଶ ନଳି ସାହାଯ୍ୟରେ କେଉଁ ସବୁ ଯନ୍ତ୍ର ଉଦ୍ଭାବନ କରିଥିଲେ ସେଗୁଡ଼ିକର ନାମ ଲେଖ। ପିଲାମାନେ ମନେ ରଖିବ ସେ କ'ଣ କ'ଣ ଉଦ୍ଭାବନ କରିଥିଲେ ନା ଶଙ୍କୁ, ଖଗୋଲ ଆଉ ଉଲମ୍ବୀ ଚକ୍ର ଆଦି। ଏଥି ନିମନ୍ତେ ତାଙ୍କୁ ମହମୋପାଧ୍ୟାୟ ଉପାଧି ଦିଆଯାଇଥିଲା। ପିଲାମାନେ, ପରୀକ୍ଷାରେ ଏମିତି ବି ପ୍ରଶ୍ନ ଆସିପାରେ, ପଠାଣି ସାମନ୍ତଙ୍କୁ କେଉଁ ଉପାଧି ମିଳିଥିଲା? ମନେ ରଖିବ, ପଠାଣି ସାମନ୍ତଙ୍କୁ ମହମୋପାଧ୍ୟାୟ ଉପାଧି ଦିଆଯାଇଥିଲା। ତାଙ୍କ ଦ୍ୱାରା ନିର୍ମିତ ସୂର୍ଯ୍ୟ ଘଡ଼ି ଆଜି ବି ରେଭେନ୍ସା କଲେଜ ହତାରେ ଶୋଭା ପାଉଅଛି। ତାଙ୍କ ଗଣନା ସୂତ୍ର ଅନୁସରଣରେ ଏବେ ମଧ୍ୟ ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣର ସମୟ ଠିକ୍ ଭାବେ ନିରୂପଣ କରାଯାଇ ପାରୁଅଛି। ପିଲାମାନେ ମନେ ରଖିବ, ପରୀକ୍ଷାରେ ବହୁତ ସର୍ଟ ପ୍ରଶ୍ନ ଆସିପାରେ। ପଠାଣି ସାମନ୍ତ ତାଙ୍କର ପ୍ରଗାଢ଼ ପାଣ୍ଡିତ୍ୟ ବଳରେ ଯେଉଁ ସବୁ ସାମାଜିକ ତଥ୍ୟ, ଗଣିତ ବିଦ୍ୟା, ଆକାଶ ତତ୍ତ୍ୱର ଆବିଷ୍କାର ଓ ଉଦ୍ଭାବନ କରିଯାଇଛନ୍ତି ତାକୁ ଆମେ ଭୁଲି ପାରିବା ନାହିଁ। ପୃଥିବୀରେ ଜ୍ୟୋତିର୍ବିଜ୍ଞାନ ଯେତେ ଦିନ ଯାଏ ଥିବ ସେତେ ଦିନ ପର୍ଯ୍ୟନ୍ତ ସାମନ୍ତ ଚନ୍ଦ୍ରଶେଖର ଅମର ହୋଇ ରହିଥିବେ। ପଠାଣି ସାମନ୍ତ ତାଙ୍କର ପ୍ରଗାଢ଼ ପାଣ୍ଡିତ୍ୟ ବଳରେ ଯେଉଁ ସବୁ ସାମାଜିକ ତଥ୍ୟ, ଗଣିତ ବିଦ୍ୟା ଓ ଆକାଶ ତତ୍ତ୍ୱର ଆବିଷ୍କାର ଓ ଉଦ୍ଭାବନ କରିଯାଇଛନ୍ତି ତାକୁ ଆମେ କେବେ ବି ଭୁଲି ପାରିବା ନାହିଁ। ପୃଥିବୀରେ ଜ୍ୟୋତିର୍ବିଜ୍ଞାନ ଯେତେ ଦିନ ଯାଏ ଥିବ ସେତେ ଦିନ ପର୍ଯ୍ୟନ୍ତ ସାମନ୍ତ ଚନ୍ଦ୍ରଶେଖର ଅମର ହୋଇ ରହିଥିବେ। ତ ପିଲାମାନେ, ସେଥିପାଇଁ ପଠାଣି ସାମନ୍ତଙ୍କୁ ଓଡ଼ିଶାର ପ୍ରଥମ ଜ୍ୟୋତିର୍ବିଜ୍ଞାନୀ ବୋଲି କୁହାଯାଇଛି। ତ ପିଲାମାନେ ମନେ ରଖିବ, ଯଦି ପରୀକ୍ଷାରେ ପ୍ରଶ୍ନ ଆସେ ଓଡ଼ିଶାର ପ୍ରଥମ ଜ୍ୟୋତିର୍ବିଜ୍ଞାନୀ କିଏ, ତମାନେ ଏହାର ଉତ୍ତର କ'ଣ ଲେଖିବ ନା ମହମୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ସିଂହ ମହାପାତ୍ର ଓଡ଼ିଶାର ପ୍ରଥମ ଜ୍ୟୋତିର୍ବିଜ୍ଞାନୀ ଥିଲେ। ତ ପିଲାମାନେ ଆଉ ବି ମନେ ରଖିବ, ମାଧ୍ୟାକର୍ଷଣ ଶକ୍ତି କିଏ ଆବିଷ୍କାର କରିଥିଲେ ନା ନ୍ୟୁଟନ। ନ୍ୟୁଟନ ମାଧ୍ୟାକର୍ଷଣ ଶକ୍ତି ଆବିଷ୍କାର କରିଥିଲେ। ବେତାର ଯନ୍ତ୍ର କିଏ ଉଦ୍ଭାବନ କରିଥିଲେ ପିଲାମାନେ ନା ମାର୍କୋନି। ମାର୍କୋନି ବେତାର ଯନ୍ତ୍ର ଉଦ୍ଭାବନ କରିଥିଲେ। ପିଲାମାନେ ମନେ ରଖିବ, ପରୀକ୍ଷାରେ ସର୍ଟ ପ୍ରଶ୍ନ ଆସିପାରେ। ପିଲାମାନେ, ତମାନେ ଏବେ ଜାଣିପାରିଲ ବିଷୟଟିର ନାଁ କ'ଣ ପାଇଁ ତୁଳସୀ ଦୁଇ ପତ୍ରରୁ ବାସେ ବୋଲି ଦିଆଯାଇଛି। କାହିଁକି ନା ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି ପଠାଣି ସାମନ୍ତଙ୍କର ତାଙ୍କର ସବୁ ଗୁଣ, ତାଙ୍କର ସବୁ ଭଲ ଗୁଣ ତାଙ୍କର ପିଲାଦିନରୁ ହିଁ ଜଣା ପଡ଼ିଥିଲା। ଏହିସବୁ କାର୍ଯ୍ୟ ପାଇଁ ତାଙ୍କୁ ମହମୋପାଧ୍ୟାୟ ଉପାଧି ମିଳିଥିଲା। ସେ ତାଙ୍କର ପାଣ୍ଡିତ୍ୟ ବଳରେ ଉଦ୍ଭାବନ ଓ ଆବିଷ୍କାର କରିଥିବା ଗଣିତ ବିଦ୍ୟା,
ଆକାଶ ତତ୍ତ୍ୱ, ସାମାଜିକ ତଥ୍ୟଗୁଡ଼ିକ ସବୁଦିନ ପାଇଁ ଅଭୁଲା ହୋଇ ରହିବ। ପୃଥିବୀରେ ଜ୍ୟୋତିର୍ବିଜ୍ଞାନୀ ଥିବା ପର୍ଯ୍ୟନ୍ତ ସାମନ୍ତ ଚନ୍ଦ୍ରଶେଖର ଅମର ହୋଇ ରହିଥିବେ। ତ ପିଲାମାନେ ମନେ ରଖିବ, ଯାହାଫଳରେ ତମମାନଙ୍କୁ ଏହି ବିଷୟଟିର ପ୍ରଶ୍ନ ଉତ୍ତର କରିବା ପାଇଁ ସହଜ ହେବ। ପିଲାମାନେ ନେକ୍ସଟ ଭିଡ଼ିଓରେ ଆମେ ଏହି ବିଷୟଟିର ପ୍ରଶ୍ନ ଉତ୍ତର ଗୁଡ଼ିକ ଆଲୋଚନା କରିବା। ତମମାନଙ୍କୁ ଯଦି ଏହି ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲିବନି। ଥ୍ୟାଙ୍କ ୟୁ।